प्रचुर पानी पीवा स्वास्थ्य ପାଇଁ ଲାଭଦାୟକ କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କିନ୍ତୁ ଅତ୍ୟଧିକ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଯେତେବେଳେ ଆମେ ଆବଶ୍ୟକତାଠାରୁ ଅଧିକ ପାଣି ପିଉ, ଏହା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନକୁ ବାଧା ଦେଇଥାଏ। ବିଶେଷ କରି ଏହା ସୋଡିୟମ ସ୍ତରକୁ ହ୍ରାସ କରିଥାଏ। ଏହାକୁ ଡାକ୍ତରୀ ଭାଷାରେ ହାଇପୋନାଟ୍ରେମିଆ କୁହାଯାଏ। ଲୋକମାନଙ୍କର ଧାରଣା ଥାଏ ଅଧିକ ପାଣି ପିଇଲେ ଶରୀର ସୁସ୍ଥ ରୁହେ, କିନ୍ତୁ ବ୍ୟକ୍ତିଙ୍କ ଜଳୀୟ ଅଂଶର ଆବଶ୍ୟକତା ବୟସ, ପାଣିପାଗ ଅବସ୍ଥା, ଶାରୀରିକ କାର୍ଯ୍ୟକଳାପ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ତେଣୁ ଶରୀରର ଆବଶ୍ୟକତା ଅନୁସାରେ ପାଣି ପିଇବା ଉଚିତ। ସାଧାରଣତଃ ଲୋକଙ୍କୁ ପ୍ରତିଦିନ 8 ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦିଆଯାଏ, କିନ୍ତୁ 8 ଗ୍ଲାସ ସମସ୍ତଙ୍କ ପାଇଁ ଯଥେଷ୍ଟ ନୁହେଁ। କିଛି ବ୍ୟକ୍ତିଙ୍କ ପାଇଁ ଏହି ପରିମାଣ ଅତ୍ୟଧିକ ହୋଇପାରେ, କେତେବେଳେ ଅନ୍ୟମାନଙ୍କ ପାଇଁ ଏହା କମ୍ ହୋଇପାରେ। ଅତ୍ୟଧିକ ପାଣି ପିଇଲେ ଶରୀରରେ ସୋଡିୟମର ସ୍ତର ହ୍ରାସ ପାଇଥାଏ, ଯାହା ଫଳରେ ମୁଣ୍ଡବିନ୍ଧା, ମୁଣ୍ଡ ଘୂରିବା ଏବଂ ମୁଣ୍ଡରେ ଭାରୀପଣ ଅନୁଭୂତ ହୁଏ। ଲୋକମାନେ ପ୍ରାୟତଃ ଏହି ଲକ୍ଷଣକୁ ଥକା ଭାବି ଭୁଲ କରନ୍ତି ଏବଂ ଅଣଦେଖା କରିଦିଅନ୍ତି। ଏଗୁଡ଼ିକ ପ୍ରକୃତରେ ଅତ୍ୟଧିକ ପାଣି ପିଇବାର ଲକ୍ଷଣ ହୋଇପାରେ। ଯେତେବେଳେ ଶରୀରରେ ପାଣିର ପରିମାଣ ଆବଶ୍ୟକତାଠାରୁ ଅଧିକ ହୁଏ, ବାନ୍ତି କିମ୍ବା ବାନ୍ତି ଲାଗିବା ଭଳି ଅନୁଭୂତ ହୁଏ। ଏହା ଶରୀରର ତରଳ ସନ୍ତୁଳନ ବିଗିଡ଼ି ଯାଉଥିବାର ସଂକେତ ଦେଇଥାଏ। ଅତ୍ୟଧିକ ପାଣି ପିଇବା ଦ୍ୱାରା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବିଗିଡ଼ି ଯାଇପାରେ, ଯାହାଦ୍ୱାରା ହାତ, ପାଦ କିମ୍ବା ଓଠରେ ସାମାନ୍ୟ ଫୁଲା ଅନୁଭୂତ ହୁଏ। ଏହି ଲକ୍ଷଣଗୁଡ଼ିକ ସୂଚାଇ ଦିଏ ଯେ ଶରୀର ଅତ୍ୟଧିକ ପାଣିକୁ ସଠିକ୍ ଭାବରେ ପ୍ରକ୍ରିୟାକରଣ କରିପାରୁନାହିଁ। ଯଦି ଦିନରେ ସାଧାରଣ ଅପେକ୍ଷା ଅଧିକ ପରିସ୍ରା ଲାଗୁଛି, ତେବେ ଏହା ଏକ ଲକ୍ଷଣ ହୋଇପାରେ ଯେ ଆପଣଙ୍କ ଶରୀରରେ ଆବଶ୍ୟକତାଠାରୁ ଅଧିକ ପାଣି ରହିଛି। ସାଧାରଣତଃ ଦିନକୁ 6 ରୁ 8 ଥର ପରିସ୍ରା କରିବା ସାଧାରଣ ବୋଲି ବିବେଚନା କରାଯାଏ, କିନ୍ତୁ ଅଧିକ ହେଲେ ଏହା ସୂଚାଇ ଦିଏ ଯେ ଶରୀରରେ ପାଣିର ପରିମାଣ ଅଧିକ ରହିଛି।